ସାଧୁମାନଙ୍କର ଧର୍ମ ହେଉଛି ସମସ୍ତତା ଜାଗ୍ରତ କରିବେ, ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଉପଦେଶ ଦେବେ। ଆଜିର ସାଧୁ କଣ କରୁଛନ୍ତି? କେମିତି ନିଜେ ଭଲରେ ଖାଇବୁ, ନିଜେ ଭଲରେ ରହିବୁ, ନିଜେ ଭଲ ପିନ୍ଧିବୁ, ଚାକଚିକଣିଆ ହବୁ। ଏ କଣ ସାଧୁର ନିୟମ? ସାଧୁର ନିୟମ ସମସ୍ତଙ୍କ ପ୍ରତି ଶ୍ରଦ୍ଧା ରଖିବା, ସତ୍ୟତାକୁ ଜାଗ୍ରତ କରିବା, ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଉପଦେଶ ଦେବା। ଏ ହେଉଛି ସାଧୁର ଧର୍ମ। ଏ ହେଉଛି ସାଧୁର ଧର୍ମ। ଅନେକ ପ୍ରକାର ଉଦାହରଣ ଦେଲେ ସଂସାରକୁ। ବନ୍ଧୁର ଧର୍ମ କଣ ନା? ବନ୍ଧୁର ଧର୍ମ ବନ୍ଧୁଟିଏ ପାଖରେ ଥିଲେ ବନ୍ଧୁଟିଏ ବଳ, ବନ୍ଧୁଟିଏ ବଳ ନଈଟିଏ ଥଳ। ବନ୍ଧୁଟିଏ ବନ୍ଧୁ ପାଖରେ ଥିଲେ ବଳ ନୁହେଁ, ନିଶ୍ଚିତ। ଭାଇଟିଏ ଭାଇରେ ଥିଲେ ବଳ, ଭାଇଟିଏ ଭାଇ ପାଖରେ ରଖିଛନ୍ତି? କେବେ ଆମ ଭାଇକି ଆମ ପାଖରେ ରଖି ନାହାନ୍ତି। କାହିଁକି? ଅଜ୍ଞାନତା। ବନ୍ଧୁ ସହିତ ଭାବ ନାହିଁ, ଭାଇ ସହିତ ଭାବ ନାହିଁ। ଆଉ କାହା ସହିତ ଭାବ ରଖିଛି ବାବା? ପିତା ମାତା କଲ୍ୟାଣରେ ପୁତ୍ର ହୁଏ ସୁଖୀ, ବାପା ମାଙ୍କର କଲ୍ୟାଣ ପାଇଁ। ବାପା ମା କହନ୍ତୁ କଣ କଲୁ? ଭିନ୍ନ କରିଦେଇଛି କି ବାପା ମାଙ୍କୁ ଛାଡ଼ି ଦେଇ ଘରେ ପଳେଇ ଆସିଛି। ଏଠି ଆସିଲା ଠିକ କରୁଛୁ। କେବେ ପାଇନାହିଁ। ଦେଇଥିଲେ ପାଇ। ଯଦି ତୁ ତୋ ବାପା ମାଙ୍କୁ ପୂଜା କରିଥିବୁ, ତୁ ନିଜେ ପୂଜା ପାଇବା ପାଇଁ ହକଦାର। ଆଉ ନିଜେ ତ ତୁ ତୋ ବାପା ମାଙ୍କୁ ପୂଜା କରେ, ତୁ କେମିତି ପୂଜା ପାଇବୁ? ଦେଇଥିଲେ ପାଇ। ମୁଁ ଯଦି ଭଲ ଦେଇଥିବି ନିଶ୍ଚିତ ଭଲ ପାଇବି। ମୁଁ ଯଦି ଭଲ ଖାଉଥିବି ସମସ୍ତଙ୍କୁ ଭଲ ଖୁଆଇବି। କାରଣ କାହାରି କହିବିନି ତମେ ମଦ ମାଂସ ଖାଅ, ମୁଁ ତ ନିଜେ ଖାଉନି, ମୁଁ କେମିତି କହିବି ତମକୁ ଖାଅ? ଦେଇଥିଲେ ପାଇ। ଅନେକ ପ୍ରକାର ସଂସାରକୁ ଉଦାହରଣ ଦେଇଛନ୍ତି। ମୁଁ କଣ ଦେଲି, ମୁଁ ପାଇଲି କଣ? ମୁଁ ଏ ସଂସାରକୁ ଆସିଥିଲି ପାଇଲି କଣ? ନିଜ ଶରୀରକୁ ମୁଁ ସୁରକ୍ଷିତ ଦେଇପାରିଲି ନାହିଁ। ଏ ମଦ ମାଂସ ଖାଇ ଶରୀରଟାକୁ ମୁଁ ନାଶ କରିଦେଲି। ଅନେକ ଜାଗାରେ ଅନେକ ଭାବରେ ଅନେକ ଲୋକ ଅନେକ କର୍ମ କରନ୍ତି। ଯେ ଯେମିତି କର୍ମ କରନ୍ତି ସେମିତି ଫଳ ପାଆନ୍ତି। ଯେ ଯୋଉ ଗଛଟି ଲଗେଇଥିବ ସେଇ ଗଛର ସେ ଫଳ ପାଆନ୍ତି। ଆମେ ବିଛୁଆତି ଗଛ ଲଗେଇ ଖୋଜିବା ତୁଳସୀ ଗଛ। ଆରେ ବିଛୁଆତିରୁ ବିଛୁଆତି ଫଳିବ, ଏକଥା ଜାଣି ରଖିପାରିବ। ଭକ୍ତର କଥା ବାବୁ, ବିଛୁଆତି ପାଖରୁ ଆଉ କିଛି ଫଳିବନି ରେ। ଜ୍ଞାନୀ ଲୋକ ପାଖରୁ ଜ୍ଞାନୀ ପୁଅଟିଏ ଜନ୍ମ ଗ୍ରହଣ କରିବ। ଏ ସଂସାରର ନୀତି। ବିଛୁଆତି ଗଛଟିଏ ଲଗେଇ ଖୋଜୁଛୁ କଣ? ତୁଳସୀ ଗଛ। ଖାଇଛୁ କଣ? ଲୋକଙ୍କୁ ଦଉଛୁ କଣ? ପାଇଲୁ କଣ? ଏ ସଂସାରର ନୀତି ନିୟମ। ଆମର ଅନେକ ପ୍ରକାର ଆମ ସମ୍ବିଧାନର ନିୟମ ବି ଅଛି। ମୁଁ ମଦ ତିଆରି କରିବି, ମୁଁ ଅନେକ ନିଶା ଦ୍ରବ୍ୟ ତିଆରି କରିବି, ହେଲେ ଖାଇବା ଲୋକଙ୍କୁ ବାରଣ କରିବି। ମୁଁ ତିଆରି କରିବି, ନିଜେ ତିଆରି କରିବି, ଖାଇବା ଲୋକଙ୍କୁ ବାରଣ କରିବି। ଯିଏ ଖାଉଥିବ ତାକୁ ବାରଣ କରିବି। ଏକଥା ଆମ ସମ୍ବିଧାନ ନିୟମ ଅଛି। ଖାଉଥିବା ଲୋକଟା ଯଦି ପରିବର୍ତ୍ତନ ହେଇଯିବ, ଖାଉଥିବା ଲୋକ ତିଆରି କର, ମୋର ଖାଇବା ଦରକାର ନାହିଁ। ଆମେ କଣ ବୁଝୁଛନ୍ତି ନା ସେ ତିଆରି କଲା କାହିଁକି? ଆରେ ଏ ସଂସାରରେ ମହାପ୍ରଭୁ ସବୁ ତିଆରି କରିଛନ୍ତି। ଜୀବ ଜନ୍ତୁ କୀଟ ପଶୁ ପକ୍ଷୀ ସଂସାର ସମସ୍ତଙ୍କୁ ତିଆରି କରିଛନ୍ତି। ହେଲେ କଣ କରିଛନ୍ତି ଜାଣିଛନ୍ତି ତ? ଯେମିତି ଆମ ସରକାର ତିଆରି କଲେ ମଦ କହିଲେ ନା ତ ମୁଁ ମଦ ଖାଉନି, ଏପଟେ କହି ତିଆରି କରିବେ, ସେପଟେ ଖାଉନି। ଠିକ ସେଠି ମହାପ୍ରଭୁ ବି କହିଛନ୍ତି। ମହାପ୍ରଭୁ କଣ କରିଛନ୍ତି? ମୁଁ ଭଲ ଦେଇଛି, ତା ଭିତରେ ମନ୍ଦ ବି ଦେଇଛି। ସୁଖ ଦେଇଛି, ତା ଭିତରେ ଦୁଃଖ ଦେଇଛି। ଆରେ ତମେ ବିଛୁଆତି ଲୋକ ଗଛ ଦେହରେ ବାଜିଲେ କୁଣ୍ଡେଇ ହବ, ତାକୁ ଲଗାଉନି। ତମେ ଲଗାଇବ କଣ?
ତୁଳସୀ ଅଛି ବୋଲି ସେ କାହା ଦେହରେ କୁଣ୍ଡିଆ ବୋଲି ଦେହର ରୋଗକୁ ଆରୋଗ୍ୟ କରିବ। ତେଣୁ ପାଇଁ ଆମେ ପ୍ରତ୍ୟେକ ଆମର ତୁଳସୀ ଗଛରେ ଲଗାନ୍ତି। ତାର ଯୋଉ ବାଷ୍ପ ଆସେ ସେ ଯେ ପବନ ଟିକେ ବାଜେ ତାର ଯୋଉ ବାଷ୍ପ ଆସେ ସେ ବାଷ୍ପଟା ଘର ଭିତରେ ପଶିଲେ ରୋଗ ବେରାକୁ ଦୂର କରିଦିଏ। ସେଇ ଜାଗାରେ ଯଦି ଆମେ ଛତି ଗଛଟି ଲଗାଇଦେବା ତାର ଯୋଉ ବାସ୍ନା ଆସିବ ତାର ଯୋଉ ବାଷ୍ପର ଯୋଉ ପବନ ଯୋଉ ତାର ଉଡ଼ିବନି ସେ ସବୁ କୁଣ୍ଡେଇ ହବ ଏ ହଉଛି ଏଇଭଳି ଉଦାହରଣ ଅନେକ ପ୍ରକାର ଭାବରେ ନିଜେ ମଦ ଖାଉଛୁ ନିଜେ ମାଂସ ଖାଉଛୁ ପିଲାମାନଙ୍କୁ କଣ ଶିଖେଇବି? ପ୍ରଥମେ ଆଗେ ମହାପ୍ରଭୁ କହିଲେ ମୁଁ ନିଜକୁ ନିଜେ ପରିବର୍ତ୍ତନ ହେଇଯାଏ। ମହାପ୍ରଭୁଙ୍କ ପାଖରେ ଆମେ ଦଉଛନ୍ତି କଣ? ଆମେ ପାଇଲେ କଣ? ଖାଉଛନ୍ତି କଣ? ମହାପ୍ରଭୁଙ୍କୁ ଆମେ ବିଡ଼ିଆ ପାଣି ଦଉଛନ୍ତି, ଆମେ ଖାଉଛନ୍ତି କୋଉ ମାନେ? ଡିଲକ୍ସ, ହୀରାମତି, ଗୁଜରାତି, ମିଠା ନଡ଼ିଆ ନୁହେଁ। କିନ୍ତୁ ମହାପ୍ରଭୁ ଦଉଛନ୍ତି କଣ? ଆମେ ଖାଉଛନ୍ତି କଣ? ମହାପ୍ରଭୁ ଦେଲେ ସୁଖାଦ୍ୟ ଫଳ ମହାପ୍ରଭୁ ଦେଲେ ଆମେ ଖାଇଲେ କଣ? ଆମେ କଣ ଖାଉଛନ୍ତି? ତେଣୁ ମହାପ୍ରଭୁ ସବୁବେଳେ ଚିକଣିଆ, ମହାପ୍ରଭୁ ସବୁବେଳେ ଚିକଣିଆ। କାହିଁକି? ସେବେଳେ ସେ ଖାଉଛନ୍ତି। ଆମେ କଣ ଖାଉଛନ୍ତି? ଆମ ରୁମ ଚମ ଟାକୁରି ଗଲାଣି। କାହିଁକି ଟାକୁରି ଯାଉଛି? ଆମେ ସେଇଆ ଖାଉଛନ୍ତି। ଆମେ କଣ ଖାଉଛନ୍ତି? ମହାପ୍ରଭୁ କଣ ଦଉଛନ୍ତି? ପାଇବୁ। ଆମେ କଣ ପୂଜା କଲେ ନା ଅନେକ ଦେବାଦେବୀଙ୍କର ପୂଜା ଅର୍ଚ୍ଚନା କରୁଛନ୍ତି, ସବୁ କାମ କରୁଛନ୍ତି, ପାଇବୁ କଣ? ଏତେ ବଡ ଯଜ୍ଞ କଲେ ପାଇଲେ କଣ? ଆମେ ତ ବର୍ଷା କରିପାରିଲେନି, ଆମେ ତ ବର୍ଷା କରିପାରିଲେ ନାହିଁ। ମଣିଷ ଅନେକ ପ୍ରକାର ଯାଗ ଯୁଦ୍ଧ କରେ, ପାଇଲେ କଣ? ରୋଗ ଦୂରେଇ ପାରିବ? ପାରିବ ରୋଗ ଦୂରେଇ? ନିଜ ଖାଦ୍ୟ ପ୍ରେୟକୁ ଯେତେବେଳେ ମଣିଷ ନିଜର ଖାଦ୍ୟ ପ୍ରେୟକୁ ମଣିଷ ଯେତେବେଳେ ବଦଳାଇ ଦେବ ରୋଗ ଆପେ ଆପେ ଦୂରେଇକି ପଳେଇ ଯିବ। ନିଜର ସ୍ୱଭାବକୁ ଯେତେବେଳେ ମଣିଷ ଦୂରେଇ ଦେବ ସେତେବେଳେ ସେ ଏ ସଂସାରରେ ଶାନ୍ତି ଆପେ ଆପେ ମିଳିଯିବ। ତେଣୁ ଏ ଭକ୍ତି ରସ କଥା ଏ ଭକ୍ତି ଭାବ ବାଣୀ ଜାଣିଲେ ଶୁଣିଲେ ସିନା ଧରିବ ପ୍ରାଣୀ। ଜାଣିଗଲେ ଏ ସଂସାର ଆପେ ଆପେ ମିଳିଯିବ। ତେଣୁ ଜାଣିବା ପାଇଁ ଇଏ ହଉଛି ଭକ୍ତିର ସ୍ୱଭାବ କଥା। ତେଣୁ ଏ ଭକ୍ତିର ସ୍ୱଭାବ କଥା ଜାଣିଲେ ଅଭାବ ଆପେ ଆପେ ଦୂରେଇ ଯିବ। ଭାଇ ଭାଇର ସମ୍ପର୍କ ବଢିଯିବ, ବନ୍ଧୁ ବନ୍ଧୁର ସମ୍ପର୍କ ବଢିଯିବ, ବାପ ପୁଅର, ସ୍ୱାମୀ ସ୍ତ୍ରୀର ସମସ୍ତେ ସଂସାରରେ ଶାନ୍ତିରେ ବୋଲାନ୍ତ ଭଗବାନ କି